କାହିଁକି ଶ୍ରୀମନ୍ଦିରର ପତିତ ପାବନ ବାନା ପବନର ବିପରୀତ ଦିଗରେ ଉଡ଼ିଥାଏ। ଏହା ପଛରେ ଏକ ସୁନ୍ଦର କାହାଣୀ ଅଛି। ଯେତେବେଳେ ଶ୍ରୀମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ହେଲା, ସେତେବେଳେ ସ୍ୱର୍ଗରୁ ଦେବରାଜ ଇନ୍ଦ୍ର ସମେତ ସବୁ ଦେବଗଣ ଏହାର ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ରକୁ ଆସିଥିଲେ। କିନ୍ତୁ ଇନ୍ଦ୍ରଦେବ ଯେତେବେଳେ ଦେଖିଲେ ଯେ ଶ୍ରୀମନ୍ଦିରର ଗଗନଚୁମ୍ବୀ ଶିଖର ଆକାଶକୁ ଭେଦି ସ୍ୱର୍ଗରେ ପହଞ୍ଚିଲା ଭଳି ଦୃଶ୍ୟମାନ ହେଉଛି, ସେ ଏହାକୁ ନିଜର ଇନ୍ଦ୍ରାସନ ପ୍ରତି ବିପଦ ମଣି ଭୟଭୀତ ହୋଇଗଲେ ଏବଂ ଶ୍ରୀମନ୍ଦିର ଚୂଡାକୁ କ୍ଷତିଗ୍ରସ୍ତ କରିବା ପାଇଁ ଇନ୍ଦ୍ରଦେବ ପବନଦେବଙ୍କୁ ଆଦେଶ ଦେଲେ। ପବନଦେବ ଏହି ଆଦେଶର ତକ୍ଷଣ ପାଳନ କଲେ, କିନ୍ତୁ ମନ୍ଦିରର କୌଣସି କ୍ଷତି କରିପାରିଲେ ନାହିଁ। ବରଂ ମନ୍ଦିରର ବାନା ପବନର ବିପରୀତ ଦିଗରେ ଉଡ଼ିଲା। ପବନଦେବ ଆହୁରି ଜୋରରେ ପ୍ରୟାସ କରି ମଧ୍ୟ ବିଫଳ ହୋଇଗଲେ। ଇନ୍ଦ୍ରଦେବ ମନ୍ଦିରର ବାନା ପବନର ବିପରୀତ ଦିଗରେ ବୋହିବା ଦେଖି କ୍ରୋଧାନ୍ୱିତ ହୋଇଗଲେ ଏବଂ ଏହା ଉପରେ ନିଜର ବଜ୍ରାସ୍ତ୍ର ପ୍ରୟୋଗ କରିବାକୁ ଉଦ୍ୟମ କରୁଥିବା ସମୟରେ ମୁଁ ତାଙ୍କ ଆଗରେ ଉପସ୍ଥିତ ହୋଇ କହିଲି, ହେ ଇନ୍ଦ୍ରଦେବ, ଶ୍ରୀକ୍ଷେତ୍ର ହେଉଛି ମୋର ଘର। ଏଠି ପ୍ରକୃତିର ନିୟମ ନୁହେଁ, ବରଂ ଏଠି ମୋର ଇଚ୍ଛା ଚାଲିଥାଏ। ପ୍ରଭୁ, ମୋତେ କ୍ଷମା କରନ୍ତୁ। ସେହି ଦିନଠାରୁ କାଳ କାଳ ଧରି